ଆମେ କ'ଣ କରୁ ଏଇଭଳି ଯେଉଁ ବାକ୍ୟ ଗୁଡ଼ାକ ଅଛି, ଆମେ କ'ଣ ଖାଉ, ଆମେ କ'ଣ ପିଉ, ଆମେ କ'ଣ ପଢ଼ୁ, ଆମେ କ'ଣ ଲେଖୁ, ଆମେ କ'ଣ କହୁ, ଏଇଭଳି ବାକ୍ୟ ଗୁଡ଼ାକ ଇଂରାଜୀରେ କେମିତି କହନ୍ତି ଶିଖିବା। ଗୋଟେ ଉଦାହରଣ ନେବା, ଆମେ କ'ଣ ଖାଉ। ତ ଆମେ ଆଉ କ'ଣ ଆଉ ଖାଉ ତିନିଟା ଖଣ୍ଡ ଅଛି। ତିନିଟା ଖଣ୍ଡ ଭିତରୁ କାହା ପରେ କ'ଣ ଲେଖିବା ଆଗ ଦେଖିବା। ଆମେକୁ ଇଂରାଜୀରେ ଜାଣିଛ ୱି କହନ୍ତି, ଆଉ ଖାଇବାକୁ ଇଟ୍ କହନ୍ତି। କିନ୍ତୁ ଆମେ କ'ଣ ଖାଉ ପାଇଁ ପ୍ରଥମେ ବସେଇବା କ'ଣ ହ୍ୱାଟ୍, ତାପରେ ଡୁ ବସେଇବା, ତାପରେ ୱି, ତାପରେ ଇଟ୍। ତାହେଲେ ହେବ ହ୍ୱାଟ୍ ଡୁ ୱି ଇଟ୍। କ'ଣ ତାପରେ ଡୁ ବସିଲା, ଯେହେତୁ କର୍ତ୍ତା ୱି ଅଛି ତେଣୁ ଡୁ ବସିଲା। ଡୁ କାହିଁକି ମୁଁ କହିଥିଲି ସୂତ୍ର, କର୍ତ୍ତା ଯଦି ଆଇ, ୟୁ କିମ୍ବା ବହୁବଚନ ହେଇଥିବ ତାହେଲେ ଡୁ ବ୍ୟବହାର କରାଯିବ। ଏଠି ୱିଟା ବହୁବଚନ ତେଣୁ ଡୁ ବ୍ୟବହାର କରାଗଲା। ଆଉ କର୍ତ୍ତା ଯଦି ଆଇ, ୱି, ଏଇ ଯେଉଁ ୟୁ ଆଉ ବହୁବଚନ ଯେତିକି କହିଲି ୟାଙ୍କ ବ୍ୟତୀତ ଅନ୍ୟ କେହି ହେଇଥିବେ ତାହେଲେ ଏଠି ଡଜ୍ ଲାଗିଥାନ୍ତା। ବର୍ତ୍ତମାନ ୱି ଅଛି ଯେହେତୁ ଡୁ ଲାଗିଲା। ତାହେଲେ ହ୍ୱାଟ୍ ଡୁ ୱି ଇଟ୍। ଆମେ କ'ଣ ଖାଉ, ହ୍ୱାଟ୍ ଡୁ ୱି ଇଟ୍, ହ୍ୱାଟ୍ ଡୁ ୱି ଇଟ୍। ଆମେ କ'ଣ ଖାଉ, ଆମେ କ'ଣ ପଢ଼ୁ, ହ୍ୱାଟ୍ ଡୁ ୱି ରିଡ୍। ଆମେ କ'ଣ ଖେଳୁ, ହ୍ୱାଟ୍ ଡୁ ୱି ପ୍ଲେ। ଆମେ କ'ଣ ଲେଖୁ, ହ୍ୱାଟ୍ ଡୁ ୱି ରାଇଟ୍। ତ ଏମିତି ଆମେ ସବୁ ଅଭ୍ୟାସ କଲେ ଇଂରାଜୀ ଠିକ୍ସେ କହିପାରିବା।